କିନ୍ତୁ ଆମେ ସାଧାରଣତଃ ଦେଖିଥାନ୍ତି ଅନେକ ପ୍ରକାର ଚାଷ ଏବଂ ସେ ଚାଷ କରି ଅନେକ ପରିବାର ମଧ୍ୟ ଚାଷୀମାନେ ପ୍ରତିପୋଷଣ କରିଥାନ୍ତି। ତା ଭିତରେ ଯଦି ଆମେ ଦେଖିବା ମାଛ ଚାଷ ମଧ୍ୟ ଅନ୍ୟତମ ଏବଂ ସେ ଯେଉଁ ମାଛ ଚାଷ ପାଇଁ ମଧ୍ୟ ପୋଖରୀର ଆବଶ୍ୟକ ପଡ଼େ ଏବଂ ତା ସହିତ ଅନେକ ପ୍ରଣାଳୀରେ ମଧ୍ୟ ମାଛ ଚାଷ କରାଯାଇଥାଏ। କିନ୍ତୁ ଆମେ ବର୍ତ୍ତମାନ ଆସି ପହଞ୍ଚିଛୁ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଙ୍ଗାଧର ପଞ୍ଚାୟତରେ, ଯେଉଁଠିକି ଜଣେ ଚାଷୀ ଯିଏକି ଏକ ବାୟୋଫ୍ଲକ୍ ପ୍ରଣାଳୀରେ ମାଛ ଚାଷ କରିଛନ୍ତି ଏବଂ ସେ ଦୁଇଟି କୁଣ୍ଡ କରିଛନ୍ତି, ଯାହାକି କମ୍ ସ୍ପେସ୍ରେ ବହୁତ ପରିମାଣର ମାଛ ଚାଷ କରୁଛନ୍ତି ଏବଂ ଯାହାଦ୍ୱାରା ତାଙ୍କ ପରିବାର ମଧ୍ୟ ପ୍ରତିପୋଷଣ କରୁଛନ୍ତି। ତ ଆମେ ବର୍ତ୍ତମାନ ଅଛୁ ସେହି ସ୍ଥାନରେ। ମୁଁ ଆପଣଙ୍କୁ ସିଧାସଳଖ ଦେଖେଇବି ଚିତ୍ର। ଇଏ ହେଉଛି ସେଇ ଯେଉଁ ବାୟୋଫ୍ଲକ୍ ପ୍ରଣାଳୀରେ କିଭଳି ଭାବେ ମାଛ ଚାଷ କରାଯାଇଛି। ଆପଣ ଦେଖିପାରୁଥିବେ ଟାଙ୍କି ଦୁଇଟିର ବ୍ୟବସ୍ଥା କରାଯାଇଛି ଏବଂ ଆ ମଧ୍ୟରେ ମାଛ ମଧ୍ୟ ଅନେକ ଅନେକ ପ୍ରକାର ମାଛ ମଧ୍ୟ ଛଡ଼ାଯାଇଛି। ପାଖାପାଖି 2 କୁଇଣ୍ଟାଲ 4 କୁଇଣ୍ଟାଲ ଅଧିକ ମାଛ ଛଡ଼ା ହେଇଥିଲା, ଯାହା ମଧ୍ୟ ଆମେ ପ୍ରତିକ୍ରିୟା ନେଉଥିଲୁ। ଏବଂ ଯଦି ଆମେ ଏଇ ଯେଉଁ ଜିନିଷଟି କରାଯାଇଛି କିଭଳି ଭାବେ କରାଯାଇଛି, ଏଭଳି ମନକୁ କାହିଁ ଆସିଲା, ଆମ ସହିତ ସେ ଚାଷୀ ଅଛନ୍ତି, ଟିକେ ଆପଣ ପରିଚୟ ଦେଲେ। ନାଁଟା ହେଉଛି ତାରପ୍ରସାଦ ରାୟ, ଗଙ୍ଗାଧରପୁର ପଞ୍ଚାୟତର ଗଙ୍ଗାଧରପୁର ଗାଁର। ବସିଥିଲୁ ଦେଖିଲୁ ମାନେ ପରିବାର ପୋଷିବାଟା ଏ ପକ୍ଷରେ ଦରଦାମ ସବୁ ବୃଦ୍ଧି ହେଲା, ପରିବାର ପୋଷିବାକୁ ମାନେ ପାଇଲୁନୁ। ଆଉ ଦେଖିଲୁ ଆଉ ବାହାର ରାଜ୍ୟରେ କାହିଁକି ଦାଦନ ଖଟିବାକୁ ଯିବୁ, ଆଉ ଦେଖିଲୁ ଗୋଟେ ନିଜ ଘର ବାଡ଼ି ବଗିଚାରେ ଦେଖିବା ଗୋଟେ ମାଛ ଚାଷ କରିକିଣି ଯଦି ପ୍ରତିପୋଷଣ ହେଇପାରିବ ତାହେଲେ ଆମେ ବାହାର କେମିତି କ'ଣ ଆରମ୍ଭ କଲେ? ଆଗକୁ ବ୍ଲକ ତରଫରୁ ଆଣିଥିଲୁ, ମାନେ ସହଯୋଗ ଆଣିଥିଲୁ, ଲୋନ୍ ବି ଆଣିଥିଲୁ। 6 ଲକ୍ଷ ଟଙ୍କା ପ୍ରୋଜେକ୍ଟରୁ 2,40,000 ଗଭର୍ଣ୍ଣମେଣ୍ଟ ସହାୟତା ଦେଇଥିଲା। ତା ଦେହରେ ଆମେ 2ଟି ଟାଙ୍କି ପ୍ରଥମ ଷ୍ଟାର୍ଟ କଲୁ। ତାପରେ ଧୀରେ ଧୀରେ ଦେଖିବା କ'ଣ କେମିତି ଡେଭଲପମେଣ୍ଟ ହେଉଛି, କ'ଣ କେମିତି ଉନ୍ନତି ହେଉଛି। ଯେତେବେଳେ 6 ଲକ୍ଷ ଟଙ୍କା ପ୍ରୋଜେକ୍ଟ ଯେଉଁ ଆରମ୍ଭ କଲେ ସେତେବେଳେ ପ୍ରଶାସନ ପକ୍ଷରୁ ଆସିକି ଭେରିଫାଇ କଲେ? ଆଜ୍ଞା ଆଜ୍ଞା ଆଜ୍ଞା। ପ୍ରଥମ ମାଛ ଛଡ଼ା ହେଇଥିଲା ରୂପଚାନ୍ଦି ମାଛ ଛଡ଼ା ହେଇଥିଲା। ତାପରେ ସେକେଣ୍ଡ ଥରକ ରୂପଚାନ୍ଦି ଛଡ଼ା ହେଇଛି। ଫେରେ ଆମର ଯେଉଁ ଗ୍ଲାସ୍ କପ୍ ଛଡ଼ା ହେଇଛି, ଆଉ ରୋହି ଛଡ଼ା ହେଇଛି, ଭାକୁର ଛଡ଼ା ହେଇଛି, ଏମିତି ମାଛ ସବୁ ଛଡ଼ା ହେଇଛି। ଚାଷ ହେଇଗଲାଣି ତଥାପି 1 ବର୍ଷରୁ 3 ଥର ମାଛ ବାହାରିଲାଣି। ମାଛ ଛଡ଼ା ହେଇଥିଲା ଫିଙ୍ଗର ସାଇଜ୍ ମାଛ ଛଡ଼ା ହେଇଥିଲା, ଛୋଟ ଆଙ୍ଗୁଳିଆ ସାଇଜ୍ର ଯାହାର ଛଡ଼ା ହେଇଥିଲା। ଆଉ ସିଏ ବର୍ତ୍ତମାନ 6 ମାସ ଭିତରେ ସେମାନେ ହେଉଛି 750ରୁ 800 900, ତା ଦେହରେ ବି କିଲେ ଲେଖା ବି ହେଇସାରିଲେଣି। ଖାଦ୍ୟ ଦିଆହେଉଛି, 2 ଟାଇମ୍ ଦିଆହେଉଛି, ଦାନା ମାଛ ଦାନା ଦିଆହେଉଛି। ଆଉ ମଝିରେ ମଝିରେ ଆମର ଦିଆହେଉଛି ସଜନା ପତ୍ର ଆଉ କୋବି ପତ୍ର, ଏମିତି ଗୋଟେ ଜୈବିକ ପୁଞ୍ଜି ହେଇଛି, ମାନେ ଇଏରୁ ହବା ଭିତରେ ଦିଆହେଉଛି ଦାନା। ଆଉ ଆଜ୍ଞା, ଗୋଟେ ଟାଙ୍କିରେ ମିନିମମ୍ ଯାହାର ଯଦି ଛଡ଼ା ହେବ ତାହେଲେ 15 କିଲୋରୁ 18 କିଲୋ ଯାହାର ଛଡ଼ା ହେବ। ଇଏ ମାଛ ଟୋଟାଲ୍ ହେଉଛି ଯେତେ ଆମର ଉଠିବ ତା ଦେହରେ 8 କୁଇଣ୍ଟାଲରୁ 10 କୁଇଣ୍ଟାଲ 15 କୁଇଣ୍ଟାଲ ଏମିତି ବି ମାଛ ଉଠିପାରିବ। ପ୍ରଥମ 200 ଟଙ୍କା ଲେଖା ନିଅନ୍ତି, ଯାହାର 200 250 ଏମିତି 300 ଏମିତି ନେଇକି ଯାହାର ନେଇକି। ଆଉ ଅଧଗୁଣ୍ଠେ ତଳକୁ ବି ହେଇଛି। ଗୁଣ୍ଠେ, ହଁ ନା ଗୁଣ୍ଠେରୁ କମ୍ ହେଇଛି, ଅଧଗୁଣ୍ଠେ ଉପରକୁ ହେଇଛି। ଆଉ ଗୋଟେ ବର୍ଷରେ 2 ଛେକ ଛଡ଼ା ହେଲାଣି। 2 ଛେକରୁ ମିନିମମ୍ 70,000 75,000 ଲାଭ ବି ବାହାରିଲାଣି। ମାଛ ଇଏ ରୂପଚାନ୍ଦିଟା ହେଇଗଲାଣି 800 ଗ୍ରାମ 900 ଗ୍ରାମ 1 କିଲୋ ଲେଖା ହେଇଗଲାଣି। ଆଉ ତା ଦେହରେ ହେଉଛି ଆମର ଛଡ଼ା ହେଇଛି ଗ୍ଲାସ୍ କପ୍ ଆଉ ରୋହି ଭାକୁର, ସେ ହେଇଗଲାଣି 400 ଗ୍ରାମ ଲେଖା। ଆଉ ଟିକେ ଯଦି ପ୍ରୋତ୍ସାହନ ରାଶି ଦିଅନ୍ତେ ଡେଭଲପମେଣ୍ଟ ଟିକେ ଅଧିକା ହୁଅନ୍ତା। ଆଉ ବଢ଼େଇ ପାରନ୍ତି। ଆଉ 2ଟା ଟାଙ୍କି ବି କରିକି ଆଉ 2 ଜଣକୁ ଏନଗେଜମେଣ୍ଟ କରିପାରନ୍ତି। ଆଉ ଆପଣ ଯାହା ସିଧାସଳଖ ଦେଖୁଥିଲେ ଶୁଣୁଥିଲେ ମଧ୍ୟ ଯେଉଁ ଚାଷୀ ଯିଏ ଅଛନ୍ତି ତାଙ୍କ ପ୍ରତିକ୍ରିୟା ମୁଁ ଆପଣଙ୍କୁ ଶୁଣାଉଥିଲି। ଯାହା ସେ କହିବା କଥା, ଯଦି ପ୍ରଶାସନ ପକ୍ଷରୁ ସରକାରଙ୍କ ପକ୍ଷରୁ ମଧ୍ୟ ସେ ସହାୟତା ପାଇଥିଲେ, ଯେତେବେଳେ ପ୍ରଥମ ଟାଙ୍କି କରାଯାଇଥିଲା ସେ ସମୟରେ ସହାୟତା ପାଇଥିଲେ। ଯଦି ପୁନର୍ବାର ଯେଉଁ 2ଟି ଟାଙ୍କି କରିଛନ୍ତି, ଯଦି ଆଉ କିଛି ପ୍ରୋତ୍ସାହନ ଯୋଗାଇ ଦିଆଯାଉ ସରକାରଙ୍କ ପକ୍ଷରୁ, ତ ଏ 2ଟି ଟାଙ୍କି ବଦଳରେ ସେ 4 ଟାଙ୍କି କରିପାରିବେ ଏବଂ ସେ ନିଜେ ବର୍ତ୍ତମାନ ତାଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି। ଅନ୍ୟ ଲୋକମାନଙ୍କୁ ମଧ୍ୟ ଏଠାରେ କାର୍ଯ୍ୟକ୍ଷମ କରିବା ସହିତ ସେମାନଙ୍କ ପରିବାର ମଧ୍ୟ ପ୍ରତିପୋଷଣ କରାଇ ପାରିବେ। ଯାଜପୁର ଧର୍ମଶାଳା ସୁଶାନ୍ତ ମହାନ୍ତି, ଧରିତ୍ରୀ ଲାଇଭ୍।